ପୂର୍ବପୁରୁଷମାନେ କହି ଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, ଦୁଇଟି ଗୋମନ୍ତ୍ରୀ ଚକ୍ରକୁ ଲାଲ କପଡ଼ାରେ ବାନ୍ଧି ଟଙ୍କା ରଖୁଥିବା ସ୍ଥାନରେ ରଖିଲେ ଏହା ବହୁତ ଶୁଭ ଫଳ ଦେଇଥାଏ। ନମ୍ବର 2, ଶନିବାର ଦିନ ଲୁହା, ଚମଡ଼ାଜାତ ଦ୍ରବ୍ୟ, ତେଲ, ଲୁଣ ଏବଂ କୋଇଲା କିଣନ୍ତୁ ନାହିଁ ବା ଘରକୁ ଆଣନ୍ତୁ ନାହିଁ। ନମ୍ବର 3, ରବିବାର ଦିନ ବେଲଗଛ ମୂଳରେ ଧୂପ ଜାଳନ୍ତୁ। ନାଲି ରଙ୍ଗର ଫୁଲ ରଖି ପୂଜା କରନ୍ତୁ ଏବଂ ପ୍ରଦକ୍ଷିଣ କରନ୍ତୁ। ଏପରି 7ଟି ରବିବାର କରିବା ଦ୍ୱାରା ଆପଣଙ୍କର ଯାହା ବି ମନସ୍କାମନା କରିବେ ଏହା ଜଲ୍ଦି ପୂରଣ ହୋଇଯିବ। ନମ୍ବର 4, ଜାତକରେ କଳାସାପ ଦୋଷ ଥିଲେ କିମ୍ବା ବିବାହ ବିଳମ୍ବ ହେଉଥିଲେ ମଧ୍ୟ ହେଉନଥିଲେ ଗାଧେଇବା ଘରେ କର୍ପୂର ରଖିଲେ ଶୁଭଫଳ ମିଳିଥାଏ। ନମ୍ବର 5, ଦୀପାବଳି, ଶିବରାତ୍ରି, ଜନ୍ମାଷ୍ଟମୀ ଏବଂ ଦୋଳ ପୂର୍ଣ୍ଣିମା 4 ରାତ୍ରିକୁ ମହାରାତ୍ରି କୁହାଯାଏ। ଏହି 4 ରାତ୍ରିରେ ଅନିଦ୍ରା ରହି ଭଗବାନଙ୍କ ନାମ ସ୍ମରଣ କରିବା ଉଚିତ। ନମ୍ବର 6, ସିନ୍ଦୁର ପିନ୍ଧିବା ସମୟରେ ଯଦି ଫରୁଆଟି ହାତରୁ ଖସି ପଡ଼େ କିମ୍ବା ମଙ୍ଗଳସୂତ୍ର ଛିଡ଼ିଯାଏ, ମା ବୃନ୍ଦାବତୀଙ୍କ ପାଖରେ ଦୀପଟିଏ ଜାଳିବା ସହିତ ବେଗୁନିଆ ଡାଳଟିଏ ଭାଙ୍ଗିବା ଉଚିତ। ନମ୍ବର 7, ନାରୀମାନେ ପ୍ରତ୍ୟେକ ଦିନ ସ୍ନାନ ପରେ ସିନ୍ଦୁର ପିନ୍ଧିବା ସହିତ ନିଜ ଗଭାରେ ଏକ ଧଳା ରଙ୍ଗର ଫୁଲ ପିନ୍ଧନ୍ତୁ। ନମ୍ବର 8, ପୂଜା କରିବା ବେଳେ ପୁରୁଷମାନେ ମା ଦୁର୍ଗାଙ୍କ ଫଟୋ ବା ମୂର୍ତ୍ତିରେ ସିନ୍ଦୁର ଲଗାଇବା ଉଚିତ ନୁହେଁ। ନାରୀମାନେ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତିରେ ସିନ୍ଦୁର ଲଗାଇବା ଉଚିତ ନୁହେଁ। ଆପଣମାନେ ଏହି କଥାକୁ ମନେ ରଖିବେ। ନମ୍ବର 9, ଛୋଟ ପିଲା ଚମକୁଥିଲେ ଶୁକ୍ରବାର ଦିନ ଗାଈର ଲାଞ୍ଜରେ ଝାଡ଼ିଲେ ଚମକିବା ଦୂର ହୋଇଥାଏ। ଭିଡ଼ିଓଟିର ଆଗକୁ ଯିବା ପୂର୍ବରୁ ଆପଣମାନେ ଓଡ଼ିଶାର କେଉଁ ଗ୍ରାମରୁ ଆମ ଭିଡ଼ିଓ ଦେଖୁଛନ୍ତି କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ନମ୍ବର 10, ଖରାପ ସ୍ୱପ୍ନ ଦେଖିଲେ ମନ ଦୁଃଖ ନ କରି ନିଦ ଭାଙ୍ଗିଲା ପରେ ବାହାରକୁ ଆସି ଗୋଟିଏ ଘାସକୁ ମୁଣ୍ଡରେ ମାରି ଫୋପାଡ଼ି ଦିଅନ୍ତୁ। ନମ୍ବର 11, ଗୋଟିଏ ପାତ୍ରରେ ପରିସ୍ରା ରଖି ଶୌଚ ହେବା ପରେ ସେହି ପରିସ୍ରାକୁ ମଳଦ୍ୱାରରେ ମାରିଲେ ଅର୍ଶ କଷ୍ଟରୁ ଉପଶମ ମିଳିଥାଏ। ନମ୍ବର 12, ପଶ୍ଚିମ ଦିଗକୁ ମୁହଁ କରି ଅଶ୍ୱତ୍ଥ ଗଛ ମୂଳରେ ଜଳ ଦେଲେ ଶୁଭଫଳ ମିଳିଥାଏ। ନମ୍ବର 13, ଯଦି ଘରେ ବାର ବାର ଅଶୁଭ ଫଳ ଘଟୁଥାଏ ତାହେଲେ ଆପଣମାନେ ବୁଧବାର ଦିନ ଗଣେଶଙ୍କୁ ଦୁବ ଚଢ଼ାନ୍ତୁ ଓ ମୁଗରେ ତିଆରି ଲଡ଼ୁ ଅର୍ପଣ କରନ୍ତୁ ଏବଂ ଗାଈକୁ ଦୁବ ଖାଇବାକୁ ଦିଅନ୍ତୁ। ନମ୍ବର 14, ରାତିରେ ଶୋଇବା ବେଳେ ମୁଣ୍ଡ ପାଖରେ ଦଉଡ଼ି କିମ୍ବା ଲୁଣ ପାତ୍ର ରଖନ୍ତୁ ନାହିଁ। ଏହା ଜମା ବି ଭଲ ନୁହେଁ। ନମ୍ବର 15, ରଜ ସଂକ୍ରାନ୍ତି ଦିନ ଆପଣଙ୍କ ଘରର ଦ୍ୱାର ମୁହଁରେ ହଳଦିଆ ଚିତା ଉପରେ ଲାଲ ଚିତା ଆଙ୍କନ୍ତୁ। ଏହା 1 ବର୍ଷ ପର୍ଯ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଏହି କଥା ଆପଣମାନେ ମନେ ରଖନ୍ତୁ। ନମ୍ବର 16, ମାଛ ଖାଇବା ପରେ କେବେ ବି କ୍ଷୀର ପିଇବେ ନାହିଁ। ଏହା ଆମ ଶରୀର ପାଇଁ ଜମା ବି ଭଲ ହୋଇନଥାଏ। ନମ୍ବର 17, ସୁନାକୁ କେବେ ବି ବାମ ହାତରେ ପିନ୍ଧନ୍ତୁ ନାହିଁ ଏବଂ ସୁନାକୁ ଲାଲ କିମ୍ବା ହଳଦିଆ କପଡ଼ାରେ ଗୁଡ଼ାଇ ହୋଇ ରଖିଲେ ଏହା ବହୁତ ଶୁଭ ହୋଇଥାଏ। ନମ୍ବର 18, କୁମ୍ଭାର ହାଣ୍ଡି ଗଢ଼ିବା ଓ ପାଚିଲା ଫଳର ସ୍ୱପ୍ନ ଦେଖିଲେ ଶୁଭ ହୋଇଥାଏ। ନମ୍ବର 19, ଅଶ୍ୱତ୍ଥ ବୃକ୍ଷ ମୂଳରେ ପ୍ରତ୍ୟେକ ଗୁରୁବାର ଦିନ ଜଳ ଦିଅନ୍ତୁ। କିଛି କଞ୍ଚା କ୍ଷୀର ହଳଦୀ ଗୁଣ୍ଡ ମିଶାଇ ଅଶ୍ୱତ୍ଥ ବୃକ୍ଷ ମୂଳରେ ଢାଳନ୍ତୁ ଏବଂ ବୃକ୍ଷକୁ ପ୍ରଦକ୍ଷିଣ କରିବା ଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ ଓ ଆପଣଙ୍କର ଯାହା ବି ମନସ୍କାମନା ଥିବ ଏହା ବହୁତ ଜଲ୍ଦି ପୂରଣ ହେବ। ନମ୍ବର 20, ଦୀପର ମୁହଁ ପୂର୍ବ କିମ୍ବା ଉତ୍ତରକୁ ରହିଲେ ଶୁଭ ହୋଇଥାଏ। ଦକ୍ଷିଣ ବା ପଶ୍ଚିମକୁ ରହିଲେ ଏହା ଅଶୁଭ ହୋଇଥାଏ। ନମ୍ବର 21, ଯଦି ଦାନ୍ତରେ ଯନ୍ତ୍ରଣା ଅନୁଭବ କରୁଥାନ୍ତି ତେବେ ଅଳ୍ପ ସୋରିଷ ତେଲରେ ଲୁଣ ଓ ହଳଦୀ ମିଶାଇ ରାତିରେ ଶୋଇବା ପୂର୍ବରୁ ଦାନ୍ତରେ ମାଲିସ କଲେ ଯନ୍ତ୍ରଣା କମିଯାଇଥାଏ। ନମ୍ବର 22, ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶଙ୍ଖଧ୍ୱନି କଲେ ଗୃହର ଅଶୁଭତ୍ୱ ଦୂର ହୋଇଥାଏ। ନମ୍ବର 23,
ଯଦି ଘରେ ଅଶୁଭତ୍ୱ ସବୁବେଳେ ଦେଖା ଦେଉଥାଏ, ରାତିରେ ଶୋଇବା ପୂର୍ବରୁ କିଛି ଲୁଣ ଘରର ଏକ କୋଣରେ ରଖନ୍ତୁ ଏବଂ ସକାଳେ ଆପଣ ଉଠିକି ମୁହଁ ନ ଧୋଇକି ସେହି ଅଧୁଆ ମୁହଁରେ ଲୁଣକୁ ପାଣିରେ ପକାଇ ଦିଅନ୍ତୁ। ନମ୍ବର 24, ତୁଳସୀ ଗଛ ଶୁଖିଗଲେ ଅଶୁଭ ଲକ୍ଷଣ ହୋଇଥାଏ। ତୁଳସୀ ଗଛର ବୃଦ୍ଧି ହେଲେ ଶୁଭ ଲକ୍ଷଣ ହୋଇଥାଏ। ନମ୍ବର 25, ବୁଧବାର କିନ୍ନରଙ୍କୁ, ଶନିବାର ଛୋଟ ବ୍ୟକ୍ତିଙ୍କୁ, ରବିବାର ଅନ୍ଧ ବ୍ୟକ୍ତିକୁ ଦାନ କଲେ ଶୁଭ ଫଳ ମିଳିଥାଏ। ଆପଣମାନେ ସବୁଦିନ କିଛି ନା କିଛି ଦାନ ଯଦି କରିପାରିବେ, ଏହା ବହୁତ ଭଲ ହୋଇଥାଏ। ନମ୍ବର 26, ଗୃହର ଦକ୍ଷିଣ ପାର୍ଶ୍ୱରେ ତୁଳସୀ ଚଉରା ରଖନ୍ତୁ ଏବଂ ଯାତ୍ରା ସମୟରେ ତୁଳସୀ ମୂଳର ମାଟି ନିଜ ମଥାରେ ଲଗାନ୍ତୁ। ନମ୍ବର 27, ମୁହଁରେ ବ୍ରଣ ହେଉଥିଲେ ଡାଲଚିନି ଗୁଣ୍ଡରେ ମହୁ ମିଶାଇ ମୁହଁରେ ଲଗାନ୍ତୁ। ଦେଖିବେ ବହୁତ ଜଲ୍ଦି ଦାଗ ସବୁ ଲିଭିଯିବ। ନମ୍ବର 28, ରବିବାର ଦିନ କେବେ ବି ଆମିଷ ଭୋଜନ କରିବା କଥା ନୁହଁ। ଅଧିକାଂଶ ଲୋକ ରବିବାରରେ ଖାଆନ୍ତି। ମନେ ରଖନ୍ତୁ, ସୂର୍ଯ୍ୟ ସଭିଙ୍କ ଗୁରୁ, ଯମଙ୍କ ପିତା, ନାରାୟଣଙ୍କ ଅବତାର। ତେଣୁ ଆପଣମାନେ ରବିବାର ଯଦି ଆମିଷ ଛାଡ଼ି ଦିଅନ୍ତି, ଏହା ବହୁତ ଭଲ ହୋଇଥାଏ। ନମ୍ବର 29, ଯଦି ଆପଣଙ୍କ ମାର୍ଗରେ ଅସୁବିଧା ଆସୁନାହିଁ, ତେବେ ଜାଣି ରଖନ୍ତୁ ଆପଣ ଭୁଲ ମାର୍ଗରେ ଚାଲୁଛନ୍ତି। ସତ୍ୟର ମାର୍ଗ କଷ୍ଟପୂର୍ଣ୍ଣ, ସେଥିପାଇଁ ଏହି ରାସ୍ତାରେ କମ୍ ଲୋକ ଚାଲିଥାନ୍ତି। ନମ୍ବର 30, ଧନ କମେଇବା ପୂରା କଷ୍ଟ। ଧନ ଆସେ ବଙ୍କା, ଗଲାବେଳେ ଯାଏ ସିଧା। କେବେ ହେଲେ ସୁଧରେ କାହାରିକୁ ବି ଧନ ଦିଅନ୍ତୁ ନାହିଁ, ଏହା ଘର ପାଇଁ ଅମଙ୍ଗଳ ହୋଇଥାଏ। ଆପଣମାନେ ଏହି କଥାକୁ ମନେ ରଖିବେ। ନମ୍ବର 31, ଜ୍ଞାନ ଏମିତି ଏକ ଜିନିଷ, ଏହାକୁ ତୁମେ ଯେତିକି ବାଣ୍ଟିବ ଏହା ସେତେ ବଢ଼ିବ। ଲୋକ ତୁମକୁ ସେତିକି ଜ୍ଞାନୀ କହିବେ। ଏହାକୁ ନା ଚୋର ନେଇପାରିବ ନା ଭାଇ ଭାଗ ନେଇପାରିବ। ଏହାକୁ କେହି ବି କେବେ ନଷ୍ଟ କରିପାରିବେ ନାହିଁ। ଭିଡ଼ିଓଟିର ଆଗକୁ ଯିବା ପୂର୍ବରୁ ଆପଣମାନେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖିଦିଅନ୍ତୁ। ମା ଲକ୍ଷ୍ମୀ ଆପଣଙ୍କର ସବୁ ଦୁଃଖକୁ ବହୁ ଜଲ୍ଦି ଦୂର କରିଦେବେ। ନମ୍ବର 32, ପରିଶ୍ରମ କର, ଫଳ ନିଶ୍ଚୟ ପାଇବ। ସତ୍ୟର ମାର୍ଗରେ ସୁଫଳ ମିଳିଥାଏ। ମୂର୍ଖମାନେ କେବଳ ଚମତ୍କାର ଉପରେ ବିଶ୍ୱାସ କରନ୍ତି, ଚମତ୍କାର କରିବା ଉପରେ ନୁହେଁ। ନମ୍ବର 33, ଗଣେଶ ପୂଜା ଦିନ ସନ୍ଧ୍ୟା ସମୟରେ ଚନ୍ଦ୍ର ଦର୍ଶନ କରନ୍ତୁ ନାହିଁ। ନମ୍ବର 34, ଶନିଦେବଙ୍କ ମୂର୍ତ୍ତି ଘରେ ରଖି ପୂଜା କରନ୍ତୁ ନାହିଁ। ନମ୍ବର 35, ଶ୍ରୀଯନ୍ତ୍ର ଏବଂ ଲାଲ କପଡ଼ାରେ ଗୁଡ଼ା ହୋଇଥିବା ନଡ଼ିଆ ଠାକୁର ଘରେ ମା ଲକ୍ଷ୍ମୀଙ୍କ ପାଖରେ ରଖିଲେ ଘରର ମଙ୍ଗଳ ହୋଇଥାଏ। ନମ୍ବର 36, ପୂର୍ବ ଦିଗକୁ ମୁହଁ କରି ଭୋଜନ କରନ୍ତୁ ଏବଂ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୟନ କରନ୍ତୁ, ଏହା ବହୁତ ଭଲ ହୋଇଥାଏ। ନମ୍ବର 37, ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ନିଜ ମୁହଁରେ ନଡ଼ିଆ ତେଲ ଲଗାଇ ଶୋଇବା ଉଚିତ। ଏହାଦ୍ୱାରା ମୁହଁ ଚିକ୍କଣ ରହିଥାଏ। ଆପଣମାନେ ଯଦି ପାରିବେ ନଡ଼ିଆ ତେଲରେ ଭିଟାମିନ୍ ଇ ମିଶାଇକି ଲଗାଇ ପାରିବେ। ନମ୍ବର 38, କାକୁଡ଼ି ରସ ମୁହଁରେ ଲଗାଇବା ବହୁତ ଭଲ ହୋଇଥାଏ। ଏହା ମୁହଁକୁ ଥଣ୍ଡା ରଖିବା ସହିତ ଆଖି ତଳ କଳା ଦାଗ ମଧ୍ୟ ଦୂର କରିଥାଏ। ନହେଲେ ଆପଣମାନେ ଆଖି ତଳ କଳା ଦାଗକୁ ଦୂର କରିବା ପାଇଁ ଆଳୁ ରସ ଲଗାଇ ପାରିବେ। ନମ୍ବର 39, ପ୍ରତ୍ୟେକ ଦିନ ମୁହଁକୁ ସାଦା ପାଣିରେ ଧୋଇବା ବଦଳରେ ଚାଉଳ ପାଣିରେ ଧୁଅନ୍ତୁ। ଏମିତି କରିବା ଦ୍ୱାରା ମୁହଁର ରଙ୍ଗ ଚମକଦାର ହୋଇଥାଏ। ନମ୍ବର 40, ଯଦି ଆପଣମାନେ ମୋବାଇଲ ଅଧିକ ସମୟ ଦେଖୁଛନ୍ତି, ତାହେଲେ ମୋବାଇଲ ଦେଖିବା ବନ୍ଦ କରନ୍ତୁ। କାହିଁକି ନା ମୋବାଇଲ ଅଧିକ ସମୟ ଦେଖିଲେ ଦୃଷ୍ଟିଶକ୍ତି ହ୍ରାସ ପାଇବା, ଜଳୀୟ ଅଂଶ କମିଯିବା, ଆଖିରୁ ପାଣି ବାହାରିବା ଏବଂ ମୁଣ୍ଡ ବିନ୍ଧିଲା ଭଳି ସମସ୍ୟା ସବୁ ଦେଖା ଦେଇଥାଏ। ତେଣୁ ଆପଣମାନେ ମୋବାଇଲର ୟୁଜ୍ ବହୁତ କମ୍ ମାତ୍ରାରେ କରନ୍ତୁ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗୁଥାଏ, ତାହେଲେ ଲାଇକ୍, କମେଣ୍ଟ ଆଉ ସେୟାର କରିବାକୁ ଜମା ବି ଭୁଲିବେନି। ଆଉ ଯଦି ଆପଣମାନେ ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି, ତାହେଲେ ଗୋଟେ ସବସ୍କ୍ରାଇବ୍ ନିହାତି କରିଦେବେ। ଜୟ ମା ଲକ୍ଷ୍ମୀ। ଆପଣମାନେ ସର୍ବଦା ଖୁସିରେ ରୁହନ୍ତୁ।